ପିଲାମାନେ ଆଜି ଏହି ଭିଡ଼ିଓରେ ଆମେ ତମ +2 ସେକେଣ୍ଡ ଇୟର ଓଡ଼ିଆ ଇଚ୍ଛାଧୀନ ବା ଓଡ଼ିଆ ଅପସନାଲ ବହିରେ ଥିବା ତାଙ୍କୁ କିଏ ବୋଲୁଥାଏ ଗୋ ଏହି କବିତାଟିର ଆଜି ଆମେ ଏହି ଭିଡ଼ିଓରେ ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। ତା ପୂର୍ବରୁ ପିଲାମାନେ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତ ପିଲାମାନେ ଏବେ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ବଳି ନିକଟକୁ କୃଷ୍ଣ କେଉଁ ରୂପ ଧାରଣ କରି ଯାଇଥିଲେ? ଅପସନ ଅଛି ବାମନ, ଜଳନ୍ଧର, ଈଶ୍ୱର, ଭୀମ। ତ ସଠିକ ଉତ୍ତର ହେବ ବାମନ। ନେକ୍ସଟ କ୍ୱେଶ୍ଚନ, ଗୋରୁ ହତ୍ୟା ଦୋଷ କାହାକୁ ଲାଗିଥିଲା? ଅପସନ ଅଛି ବ୍ରହ୍ମା, ବିଷ୍ଣୁ, ମହେଶ, ଇନ୍ଦ୍ର। ତ ସଠିକ ଉତ୍ତର ହେବ ମହେଶ। ନେକ୍ସଟ କ୍ୱେଶ୍ଚନ, ସିନ୍ଧୁକୁ ଶ୍ରୀ ରାମଚନ୍ଦ୍ର କାହା ସାହାଯ୍ୟରେ ବାନ୍ଧିଥିଲେ? ଅପସନ ଅଛି ବାନର ସେନା, ଦେବଗଣ, ଅଯୋଧ୍ୟା ସେନା, ବରୁଣ ଦେବ। ତ ସଠିକ ଉତ୍ତର ହେବ ବାନର ସେନା। ନେକ୍ସଟ କ୍ୱେଶ୍ଚନ, ଜାନକ ସୂତାଙ୍କୁ ରାବଣ କେଉଁଠାରୁ ହରଣ କରିଥିଲା? ଜନକ ସୂତାଙ୍କୁ ରାବଣ କେଉଁଠାରୁ ହରଣ କରିଥିଲା? ଅପସନ ଅଛି ଦଣ୍ଡକାରଣ୍ୟ, ଖାଣ୍ଡବ ବନ, ବିନ୍ଧ୍ୟଗିରି, ପଞ୍ଚବଟୀ ବନ। ତ ସଠିକ ଉତ୍ତର ହେବ ପଞ୍ଚବଟୀ ବନ। ନେକ୍ସଟ କ୍ୱେଶ୍ଚନ, ବାମନ ବଳିକୁ କେଉଁଠାକୁ ପ୍ରେରଣ କରିଥିଲେ? ଅପସନ ଅଛି ସ୍ୱର୍ଗପୁରକୁ, ମର୍ତ୍ତ୍ୟପୁରକୁ, ପାତାଳପୁରକୁ, କୈଳାସପୁରକୁ। ତ ସଠିକ ଉତ୍ତର ହେବ ପାତାଳପୁରକୁ। ନେକ୍ସଟ କ୍ୱେଶ୍ଚନ, ଜଳନ୍ଧର ସ୍ତ୍ରୀର ସତୀତ୍ୱ କିଏ ହରଣ କରିଥିଲେ? ଅପସନ ଅଛି ସୂର୍ଯ୍ୟ, ଚନ୍ଦ୍ର, ବିଷ୍ଣୁ, ଇନ୍ଦ୍ର। ତ ସଠିକ ଉତ୍ତର ହେବ ବିଷ୍ଣୁ। ନେକ୍ସଟ କ୍ୱେଶ୍ଚନ, ଜଳନ୍ଧର କାହାର ଶାଳକ ଥିଲେ? ଅପସନ ଅଛି ଶିବ, ବିଷ୍ଣୁ, ଇନ୍ଦ୍ର, ବ୍ରହ୍ମା। ତ ସଠିକ ଉତ୍ତର ହେବ ବିଷ୍ଣୁ। ବେଲାଳ ସେନ କାହାର ପୁତ୍ର? ଅପସନ ଅଛି ଯୁଧିଷ୍ଠିର, ଭୀମ, ଅର୍ଜୁନ, ସହଦେବ। ତ ସଠିକ ଉତ୍ତର ହେବ ଭୀମ। ନେକ୍ସଟ କ୍ୱେଶ୍ଚନ, ଗୁରୁ ଦ୍ରୋଣକୁ କିଏ ବଦ୍ଧ କରିଥିଲେ? ଅପସନ ଅଛି ଅର୍ଜୁନ, ଭୀମ, କୃଷ୍ଣ, ଧୃଷ୍ଟଦ୍ୟୁମ୍ନ। ତ ସଠିକ ଉତ୍ତର ହେବ ଧୃଷ୍ଟଦ୍ୟୁମ୍ନ। ନେକ୍ସଟ କ୍ୱେଶ୍ଚନ, ବୈଲୋଚନର ଆୟୁଷ ଚୁଟି ଉପାଡ଼ିବା ପାଇଁ ବିଷ୍ଣୁ ଯେଉଁ ମୋହିନୀ ମୂର୍ତ୍ତି ଧାରଣ କରିଥିଲେ ତାର ନାମ କ'ଣ ଥିଲା? ଅପସନ ଅଛି ମାଳତୀ, ସେବତୀ, ରତ୍ନମାଳା, ଲଳିତା। ତ ସଠିକ ଉତ୍ତର ହେବ ମାଳତୀ। ନେକ୍ସଟ କ୍ୱେଶ୍ଚନ, ବାଳିକୁ ବିନା ଦୋଷରେ କିଏ ବିନାଶ କରିଥିଲେ? ଅପସନ ଅଛି ସୁଗ୍ରୀବ, ହନୁମାନ, ଲକ୍ଷ୍ମଣ, ରାମ। ତ ସଠିକ ଉତ୍ତର ହେବ ରାମ। ନେକ୍ସଟ କ୍ୱେଶ୍ଚନ, କିଏ ଜଳନ୍ଧରକୁ ବଦ୍ଧ କରିଥିଲେ? ଅପସନ ଅଛି ରାମ, କୃଷ୍ଣ, ହର, ବ୍ରହ୍ମା। ତ ସଠିକ ଉତ୍ତର ହେବ ହର। ନେକ୍ସଟ କ୍ୱେଶ୍ଚନ, ଦ୍ରୋଣକୁ ମାରିବା ପାଇଁ କିଏ ଆଖିଠାରୁ ମାରିଥିଲେ? ଦ୍ରୋଣକୁ ମାରିବା ପାଇଁ କିଏ ଆଖିଠାର ମାରିଥିଲେ? ଅପସନ ଅଛି ଭୀମ, ଅର୍ଜୁନ, କୃଷ୍ଣ, ଦ୍ରୁପଦ। ତ ସଠିକ ଉତ୍ତର ହେବ କୃଷ୍ଣ। ନେକ୍ସଟ କ୍ୱେଶ୍ଚନ, ଦୂର୍ପଣଖାର ନାସା କର୍ଣ୍ଣ କିଏ ଛେଦନ କରିଥିଲେ? ଦୂର୍ପଣଖାର ନାସା କର୍ଣ୍ଣ କିଏ ଛେଦନ କରିଥିଲେ? ଅପସନ ଅଛି ଶ୍ରୀରାମ, ଲକ୍ଷ୍ମଣ, ରାବଣ, ଭରତ। ତ ସଠିକ ଉତ୍ତର ହେବ ଲକ୍ଷ୍ମଣ। ନେକ୍ସଟ କ୍ୱେଶ୍ଚନ, ପୋଷନ୍ତା ଥଳକୁ ଛାଡ଼ି କୃଷ୍ଣ କେଉଁଠି ରହିଲେ? ପୋଷନ୍ତା ଥଳକୁ ଛାଡ଼ି କୃଷ୍ଣ କେଉଁଠି ରହିଲେ? ଅପସନ ଅଛି ଗୋପ, ବୃନ୍ଦାବନ, ଦ୍ୱାରକା, ମଥୁରା। ତ ସଠିକ ଉତ୍ତର ହେବ ମଥୁରା। ବର ବେଶ ଧରି କିଏ ଆସି ଲଜ୍ଜାରେ ଫେରିଗଲା? ଅପସନ ଅଛି ଜଳନ୍ଧର, ଶିଶୁପାଳ, ବୈଲୋଚନ, ବାଳି। ତ ସଠିକ ଉତ୍ତର ହେବ ଶିଶୁପାଳ। ନେକ୍ସଟ କ୍ୱେଶ୍ଚନ, ରାସ ମଣ୍ଡଳରୁ କାହାର ଭୁଜ ଧରି କୃଷ୍ଣ ଘେନି ଯାଇଥିଲେ? ଅପସନ ଅଛି ରାଧା, ବିଶାଖା, ଲଳିତା, ବ୍ରଜଦେବୀ। ତ ସଠିକ ଉତ୍ତର ହେବ ବ୍ରଜଦେବୀ। ନେକ୍ସଟ କ୍ୱେଶ୍ଚନ, କାହାକୁ କୁଶ ମୁନ ଭୂଷି କୃଷ୍ଣ କଣା କରିଥିଲେ? କାହାକୁ କୁଶ ମୁନ ଭୂଷି କୃଷ୍ଣ କଣା କରିଥିଲେ? ଅପସନ ଅଛି ବଳି, ଶୁକ୍ର, ବୈଲୋଚନ, ଜଳନ୍ଧର। ତ ସଠିକ ଉତ୍ତର ହେବ ଶୁକ୍ର। ନେକ୍ସଟ କ୍ୱେଶ୍ଚନ, କୂଟ କରି କୃଷ୍ଣ କାହାର ଚୁଟି ଉପାଡ଼ିଥିଲେ? କୂଟ କରି କୃଷ୍ଣ କାହାର ଚୁଟି ଉପାଡ଼ିଥିଲେ? ଅପସନ ଅଛି ରାବଣର, ବୈଲୋଚନର, ବଳିର, ବାଳିର। ତ ସଠିକ ଉତ୍ତର ହେବ ବୈଲୋଚନର। ନେକ୍ସଟ କ୍ୱେଶ୍ଚନ, କିଏ ଷଣ୍ଢାସୁରକୁ କୌତୁକରେ ମାରିଥିଲେ? ଅପସନ ଅଛି ସୂର୍ଯ୍ୟ, ଇନ୍ଦ୍ର, ଶିବ, କୃଷ୍ଣ। ତ ସଠିକ ଉତ୍ତର ହେବ କୃଷ୍ଣ। ନେକ୍ସଟ କ୍ୱେଶ୍ଚନ, ଗୋପ ନାରୀମାନେ କୃଷ୍ଣଙ୍କୁ କାକ କୋଳରେ କିପରି ପାଳନ କରିଥିଲେ? ଅପସନ ଅଛି ଶୁକ ପରି, ପିକ ପରି, ସାରି ପରି,
କପୋତ ପରି। ତ ସଠିକ ଉତ୍ତର ହେବ ପିକ ପରି। ପିଲାମାନେ ଏବେ ଆମେ 2 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। କବିତାର ଶେଷରେ କବି ଗୋପୀଗଣଙ୍କ ଉଦ୍ଦେଶ୍ୟରେ କଣ କହିଛନ୍ତି? ଗୋପୀମାନେ ଅଭିମାନ ଭରା କଣ୍ଠରେ ଶ୍ରୀକୃଷ୍ଣଙ୍କ ବିଭିନ୍ନ ନିନ୍ଦାମୂଳକ କାର୍ଯ୍ୟକଳାପକୁ ବର୍ଣ୍ଣନା କରି ତାଙ୍କ ଦୋଷ ପ୍ରଦର୍ଶନ କରିଛନ୍ତି। କିନ୍ତୁ ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଶ୍ରୀକୃଷ୍ଣ ଯାହା କିଛି ଅପକର୍ମ କରିଛନ୍ତି ତା ମୂଳରେ ନିହିତ ରହିଛି ଜଗତବାସୀଙ୍କ ହିତ ସାଧନ କରିବାର ଉଦ୍ଦେଶ୍ୟ। କବିତାର ଶେଷରେ କବି ଗୋପୀମାନଙ୍କୁ ଜଗତର ସ୍ରଷ୍ଟା ମହାମହିମ ଶ୍ରୀକୃଷ୍ଣଙ୍କର ନିନ୍ଦା ନ କରିବା ପାଇଁ ଉପଦେଶ ପ୍ରଦାନ କରିଛନ୍ତି। ତ ପିଲାମାନେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ଭଣଜା ମାମୁଙ୍କୁ ଜୀବନରେ ମାରିଲେ କାହିଁକି? ଭଣଜା ମାମୁଙ୍କୁ ଜୀବନରେ ମାରିଲେ କାହିଁକି? ଦେବତା ଓ ସାଧୁମାନଙ୍କର ସୁରକ୍ଷା ପାଇଁ। ଦେବକୀ ପୁତ୍ର ଶ୍ରୀକୃଷ୍ଣ ନିଜର ମାମୁଁ ଅତ୍ୟାଚାରୀ କଂସାସୁରକୁ ବିନାଶ କରିଥିଲେ। ମହାବଳଶାଳୀ ଦୈତ୍ୟରାଜ ଦୁର୍ମିଳା ନନ୍ଦନ କଂସ ଥିଲେ କୃଷ୍ଣଙ୍କ ମାତୁଳ। ମାତ୍ର ତାଙ୍କ ଅତ୍ୟାଚାରରେ ଦେବତାଗଣ ଓ ମର୍ତ୍ତ୍ୟଲୋକର ମାନବମାନେ ବହୁ ଅତ୍ୟାଚାର ସହି ଦୁଃଖରେ କାଳାତିପାତ କରୁଥିଲେ। ସେଥିପାଇଁ ଭଣଜା ମାମୁଙ୍କୁ ଜୀବନରେ ମାରିଥିଲେ। ବେଲାଳ ସେନକୁ କୃଷ୍ଣ କାହିଁକି ବଦ୍ଧ କରିଥିଲେ? ବେଲାବଳୀ ଭୀମ ପୁତ୍ର ବେଲାଳ ସେନ ଅପରିସୀମ ପରିକ୍ରମଶାଳୀ ବୀର ଥିଲା ଓ ସେ ପାଣ୍ଡବମାନଙ୍କ ପକ୍ଷରୁ ମହାଭାରତ ଯୁଦ୍ଧରେ ଯୋଗ ଦେଇଥିଲା। ମହାଭାରତ ଯୁଦ୍ଧରେ ଗୋଟିଏ ମାତ୍ର ଦିନରେ ସମସ୍ତ ଶତ୍ରୁ କୂଳକୁ ନିପାତ କରିବାର ସାମର୍ଥ୍ୟ ତା ନିକଟରେ ଥିଲା। ବେଲାଳ ସେନାର ଅପୂର୍ବ ବୀରତ୍ୱରେ ଚମତ୍କୃତ ହୋଇ ମହାଭାରତ ଯୁଦ୍ଧକୁ 18 ଦିନ ବ୍ୟାପୀ ବିସ୍ତାରିତ କରିବା ଅଭିପ୍ରାୟରେ ଶ୍ରୀକୃଷ୍ଣ ତାର ମୁଣ୍ଡକାଟ କରିଥିଲେ। ତ ପିଲାମାନେ ମନେ ରଖିବ ବେଲାଳ ସେନକୁ କୃଷ୍ଣ କାହିଁକି ବଦ୍ଧ କରିଥିଲେ? ନେକ୍ସଟ କ୍ୱେଶ୍ଚିନ୍, କାହାର ଇଙ୍ଗିତରେ କିଏ ଦ୍ରୋଣାଚାର୍ଯ୍ୟଙ୍କୁ ବଦ୍ଧ କରିଥିଲେ? ଧୃଷ୍ଟଦ୍ୟୁମ୍ନ ରାଜା ଦ୍ରୁପଦଙ୍କ ପୁତ୍ର ଓ ଦ୍ରୌପଦୀଙ୍କର ଭାଇ ଥିଲେ। ଗୁରୁ ଗୃହରେ ଶିକ୍ଷା ଗ୍ରହଣ ସମୟରେ ଦ୍ରୁପଦ ଓ ଦ୍ରୋଣ ସଖା ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଦ୍ରୁପଦ ଦ୍ରୋଣାଚାର୍ଯ୍ୟଙ୍କୁ ଅପମାନିତ କରିଥିବାରୁ ଦ୍ରୋଣାଚାର୍ଯ୍ୟ ନିଜ ଶିଷ୍ୟ ଅର୍ଜୁନ ଦ୍ୱାରା ଦ୍ରୁପଦଙ୍କୁ ପରାଜିତ କରି ଅପମାନିତ କରିଥିଲେ। ମହାଭାରତ ଯୁଦ୍ଧ ଚାଲିଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ପୁତ୍ର ଶୋକରେ ଜର୍ଜରିତ ହୋଇ ଅସ୍ତ୍ର ତ୍ୟାଗ କରିଥିବା ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଥିଲେ। ତ ପିଲାମାନେ ମନେ ରଖିବ କାହାର ଇଙ୍ଗିତରେ କିଏ ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଥିଲେ? ନେକ୍ସଟ କ୍ୱେଶ୍ଚିନ୍, ବଳି ରାଜାଙ୍କୁ ଛଳନାରେ ବାମନ ରୂପୀ ବିଷ୍ଣୁ କିପରି ପାତାଳଗାମୀ କରାଇଥିଲେ? ବଳି ରାଜାଙ୍କୁ ବାମନ ମୂର୍ତ୍ତି ଧାରଣ କରି ଭଗବାନ ବିଷ୍ଣୁ 3 ପାଦ ଭୂମି ଦାନ ମାଗିଥିଲେ। ପ୍ରଥମ 2 ପାଦରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ଦାନ ରୂପେ ପ୍ରଦାନ କଲା ପରେ ତୃତୀୟ ପାଦ ନିମନ୍ତେ ସେ ତାର ମସ୍ତକକୁ ଦେଖାଇ ଦେଇଥିଲେ। ତୃତୀୟ ପାଦ ତାର ମସ୍ତକ ଉପରେ ରଖି ବାମନ ରୂପୀ ବିଷ୍ଣୁ ତାକୁ ପାତାଳଗାମୀ କରିଦେଇଥିଲେ। ତ ପିଲାମାନେ ମନେ ରଖିବ ବଳି ରାଜାଙ୍କୁ ଛଳନାରେ ବାମନ ରୂପୀ ବିଷ୍ଣୁ କିପରି ପାତାଳଗାମୀ କରାଇଥିଲେ? ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ବେଲାଳ ସେନ ବିଷୟରେ ଯାହା ଜାଣ ଲେଖ। ଭୀମପୁତ୍ର ବେଲାଳ ସେନ ଅତ୍ୟନ୍ତ ବଳଶାଳୀ ଓ ଦୁର୍ଜୟ ବୀର ଥିଲା। ସେ 18 ଦିନ ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ପରିସମାପ୍ତି କରିଦେଇ ବିଜୟୀ ହୋଇପାରିଥାନ୍ତା। ମାତ୍ର ଶ୍ରୀକୃଷ୍ଣ ମହାଭାରତକୁ 18 ଦିନ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିବା ପାଇଁ କପଟ ଆଚରଣ କରି ବେଲାଳ ସେନର ମୁଣ୍ଡ କାଟ କରାଇଥିଲେ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ଧୃଷ୍ଟଦ୍ୟୁମ୍ନ ଗୁରୁ ଦ୍ରୋଣଙ୍କୁ କାହିଁକି ବଦ୍ଧ କରିଥିଲେ? ଧୃଷ୍ଟଦ୍ୟୁମ୍ନଙ୍କ ପିତା ପାଞ୍ଚାଳ ରାଜ ଦ୍ରୁପଦ ଓ ଦ୍ରୋଣଙ୍କ ମଧ୍ୟରେ ପ୍ରବଳ ଶତ୍ରୁତା ଥିଲା। ମହାଭାରତ ଯୁଦ୍ଧରେ ଗୁରୁ ଦ୍ରୋଣ ଦ୍ରୁପଦଙ୍କୁ ନିଧନ କରିଥିବାରୁ ନିଜ ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ସଂଜ୍ଞାହୀନ ଗୁରୁ ଦ୍ରୋଣଙ୍କୁ ବଦ୍ଧ କରିଥିଲେ। ତ ପିଲାମାନେ ମନେ ରଖିବ ଧୃଷ୍ଟଦ୍ୟୁମ୍ନ ଗୁରୁ ଦ୍ରୋଣକୁ କାହିଁକି ବଦ୍ଧ କରିଥିଲେ? ନେକ୍ସଟ କ୍ୱେଶ୍ଚିନ୍, ବ୍ରଜଦେବୀ କିଏ ଏବଂ ତାଙ୍କୁ କୃଷ୍ଣ
ରାସମଣ୍ଡଳୀରୁ ନେଇ କ'ଣ କରିଥିଲେ? ବ୍ରଜଦେବୀ 16,000 ଗୋପୀନାରୀଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶ୍ରୀକୃଷ୍ଣ ତାଙ୍କୁ ରାସମଣ୍ଡଳୀରୁ କାନ୍ଧରେ ବସାଇ ନେଇ ଯାଇଥିବା ସମୟରେ ସେ ନିଜକୁ ଅନ୍ୟମାନଙ୍କଠାରୁ ଭାଗ୍ୟବତୀ ମନେକରି ଗର୍ବ କରିଥିଲେ। ଫଳରେ ଗର୍ଭଗଞ୍ଜନ ହରି ତାଙ୍କୁ କାନ୍ଧରୁ ନିର୍ଜନ ବନରେ ନିକ୍ଷେପ କରି ଅସହାୟ ଅବସ୍ଥାରେ ପରିତ୍ୟାଗ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଶୁକ୍ରାଚାର୍ଯ୍ୟଙ୍କୁ କେଉଁ ଉଦ୍ଦେଶ୍ୟରେ ବାମନ ରୂପୀ ବିଷ୍ଣୁ ପଣା କରି ଦେଇଥିଲେ? ବାମନ ରୂପୀ ବିଷ୍ଣୁ ବଳିରାଜାଙ୍କ ଠାରୁ ଦାନ ଗ୍ରହଣ ସମୟରେ ଶୁକ୍ରାଚାର୍ଯ୍ୟ କମଣ୍ଡଳୁର ଛିଦ୍ରରେ ମାଛି ରୂପେ ଅବସ୍ଥାନ କରି ଦାନର ସଂକଳ୍ପକୁ ପ୍ରତିରୋଧ କରିଥିଲେ। କମଣ୍ଡଳୁରୁ ଜଳସ୍ରୋତ ବନ୍ଦ ହୋଇଯିବାରୁ ସଂକଳ୍ପରେ ବାଧା ସୃଷ୍ଟି ହେଲା। ଶୁକ୍ରାଚାର୍ଯ୍ୟଙ୍କ ଚକ୍ରାନ୍ତ ବୁଝିପାରି ଭଗବାନ ବାମନ କୁଶମୁନରେ ଭୁଷି ଦେଇ ତାଙ୍କୁ କଣା କରିଦେଲେ। ତ ପିଲାମାନେ ମନେ ରଖିବ, ଶୁକ୍ରାଚାର୍ଯ୍ୟଙ୍କୁ କେଉଁ ଉଦ୍ଦେଶ୍ୟରେ ବାମନ ରୂପୀ ବିଷ୍ଣୁ କଣା କରି ଦେଇଥିଲେ? ନେକ୍ସଟ କ୍ୱେଶ୍ଚନ, ବୃନ୍ଦାବତୀଙ୍କୁ କିପରି କିଏ ହରଣ କରିଥିଲେ ଓ କାହିଁକି? ରାକ୍ଷସ ରାଜ ଜଳନ୍ଧର ତ୍ରିପୁର ବିଜୟୀ ଥିଲା। ତାର ପତ୍ନୀ ବୃନ୍ଦାବତୀ ଥିଲା ପରମ ସତୀ। ପତ୍ନୀର ସତୀ ଧର୍ମରେ ବଳିୟାନ ହୋଇ ଜଳନ୍ଧର ଦେବତାମାନଙ୍କୁ ଅତ୍ୟାଚାରିତ କରୁଥିଲା। ପ୍ରଭୁ ଭଗବାନ ଦେବଗଣଙ୍କ ସୁରକ୍ଷା ପାଇଁ ଛଦ୍ମବେଶରେ ଜଳନ୍ଧର ରୂପ ଧାରଣ କରି ବୃନ୍ଦାବତୀର ସତୀ ଧର୍ମ ନଷ୍ଟ କରି କୈଳାସପତି ଶିବଙ୍କ ଦ୍ୱାରା ଜଳନ୍ଧରକୁ ହତ୍ୟା କରାଇଥିଲେ। ତ ପିଲାମାନେ ମନେ ରଖିବ, ବୃନ୍ଦାବତୀକୁ କିପରି କିଏ ହରଣ କରିଥିଲେ ଓ କାହିଁକି? ନେକ୍ସଟ କ୍ୱେଶ୍ଚନ, ଈଶ୍ୱରଙ୍କୁ ଗୋରୁ ହତ୍ୟା ଦୋଷ କାହିଁକି ଲାଗିଥିଲା? କୈଳାସପତି ଈଶ୍ୱର ତପସ୍ୟାରତ ଥିବା ସମୟରେ ଦେବସ୍ୱରୂପା କପିଳା ଗାଈ ତାଙ୍କର କୁଶବିଡ଼ାକୁ ଭକ୍ଷଣ କରି ଦେଇଥିଲେ। ମହାଦେବ ଶିବ ଏହି ସାମାନ୍ୟ ଦୋଷରେ କ୍ରୋଧାନ୍ୱିତ ହୋଇ ତ୍ରିଶୂଳ ପ୍ରୟୋଗ କରି ଗୋମାତାଙ୍କର ମୁଣ୍ଡ କାଟ କରିଥିବାରୁ ଗୋହତ୍ୟା ପାତ କରି ଅଭିଯୁକ୍ତ ହୋଇ ସେହି ମହାପାପର ପ୍ରାୟଶ୍ଚିତ ପାଇଁ କୈଳାସ ପରିତ୍ୟାଗ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଚଣ୍ଡୀପୁରରୁ କିଏ କନ୍ୟାକୁ କେମିତି ଭଣ୍ଡି ନେଇଗଲା? ଚେଦି ରାଜା ଶିଶୁପାଳଙ୍କୁ ବିବାହ କରିବା ପାଇଁ ବିଦର୍ଭ ରାଜା ଭୀଷ୍ମଙ୍କ ନନ୍ଦିନୀ ରୁକ୍ମିଣୀ ଚଣ୍ଡୀ ମନ୍ଦିରକୁ ପୂଜା ଛଳରେ ଯାତ୍ରା କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଦ୍ୱାରକାପତି ଶ୍ରୀକୃଷ୍ଣ ସେହିଠାରୁ ତାଙ୍କୁ ଅପହରଣ କରି ନେଇଥିଲେ। ଶିଶୁପାଳ ଅପମାନିତ ହୋଇ ଫେରି ଯାଇଥିଲେ। ତ ପିଲାମାନେ ମନେ ରଖିବ, ଚଣ୍ଡୀପୁରରୁ କିଏ କନ୍ୟାକୁ କେମିତି ଭଣ୍ଡି ନେଇଗଲା? ନେକ୍ସଟ କ୍ୱେଶ୍ଚନ, ବୈଲୋଚନ ବୀରକୁ କେଉଁଭଳି ଭାବରେ କୃଷ୍ଣ ହତ୍ୟା କରିଥିଲେ? ବୈଲୋଚନ ଅତ୍ୟନ୍ତ ଅତ୍ୟାଚାରୀ ଥିଲା। ସୃଷ୍ଟିର କଲ୍ୟାଣ ପାଇଁ ଭଗବାନ ମାଳତୀ କନ୍ୟା ରୂପ ଧାରଣ କରି ବୈଲୋଚନକୁ ବଶୀଭୂତ କରିଥିଲେ। ସମୟ ଓ ସୁଯୋଗ ପାଇ ତାର ଆୟୁଷ ଚୁଟିକୁ ଉପାଡ଼ି ଦେଇଥିଲେ, ଯାହାଫଳରେ ତାର ମୃତ୍ୟୁ ହୋଇଥିଲା। ପିଲାମାନେ ଏବେ ଆମେ 3 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ଜଳନ୍ଧରର ସତୀ ପତ୍ନୀକୁ କିଏ ଓ କେଉଁ ଉଦ୍ଦେଶ୍ୟ ସାଧନ ପାଇଁ ହରଣ କରିଥିଲେ? ରାକ୍ଷସ ରାଜ ଜଳନ୍ଧର ତ୍ରିପୁର ବିଜୟୀ ଥିଲା। ତାର ଅତ୍ୟାଚାରରେ ଦେବତାମାନେ ଅତିଷ୍ଠ ହୋଇପଡ଼ିଥିଲେ। ଜଳନ୍ଧର ପତ୍ନୀ ବୃନ୍ଦାବତୀଙ୍କ ସତୀତ୍ୱ ପାଇଁ ଜଳନ୍ଧରର ଦୁର୍ଜୟ ଓ ଖୁବ୍ ଶକ୍ତିଶାଳୀ ଥିଲା। ଭଗବାନ ବିଷ୍ଣୁ ଦେବଗଣଙ୍କ ସୁରକ୍ଷା ପାଇଁ ଛଦ୍ମବେଶରେ ଜଳନ୍ଧର ରୂପ ଧାରଣ କରି ତାର ସତୀ ସ୍ୱାଧୀ ପତ୍ନୀର ସତୀତ୍ୱ ନଷ୍ଟ କରିଦେଇଥିଲେ। ଫଳରେ ଜଳନ୍ଧର ଅନାୟାସରେ କୈଳାସପତି ଶିବଙ୍କ ଦ୍ୱାରା ନିଧନ ହୋଇଥିଲେ। ତ ପିଲାମାନେ ମନେ ରଖିବ, ଜଳନ୍ଧରର ସତୀ ପତ୍ନୀକୁ କିଏ ଓ କେଉଁ ଉଦ୍ଦେଶ୍ୟ ସାଧନ ପାଇଁ ହରଣ କରିଥିଲେ? କାକ କୋଳେ ପିକ ପାଳିଲା ପରାଏ, ସେ ବି ଥିଲେ ଗୋପନାରୀ। ଏହି ପଦଟିର ଅର୍ଥ ବୁଝାଇ ଦିଅ। ଭଗବାନ ଶ୍ରୀକୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁତ୍ର ହୋଇ ମଧ୍ୟ ଗୋପପୁରରେ ନନ୍ଦରାଜା ଓ ଯଶୋଦାଙ୍କ ପୁତ୍ର ରୂପେ 8 ବର୍ଷ ଅତିବାହିତ କରିଥିଲେ। ମାତ୍ର 8 ବର୍ଷ ଅତିକ୍ରମ କଲା ପରେ କଂସାସୁରର ବିନାଶ ପାଇଁ ବ୍ରଜଭୂମି ପରିତ୍ୟାଗ କରି ଜନ୍ମଭୂମି ମଥୁରାରେ ଅବସ୍ଥାନ କଲେ। କୋଇଲି ଛୁଆ କାଉ ବସାରେ ଲାଳିତ ପାଳିତ ହୋଇ ପୁନରାୟ କୋଇଲି ପାଖକୁ ପ୍ରତ୍ୟାବର୍ତ୍ତନ କରି ଶ୍ରୀକୃଷ୍ଣଙ୍କର ଗୋପପୁର ପରିବର୍ତ୍ତେ ମଥୁରା ଅବସ୍ଥାନକୁ କବି ତୁଳନା କରିଛନ୍ତି। ତ ପିଲାମାନେ ମନେ ରଖିବ, କାକ କୋଳେ ପିକ
ପାଇଲା ପରାଏ ସେ ବି ଥିଲେ ଗୋପ ନାରୀ। ଏହି ପଦଟିର ଅର୍ଥ କ'ଣ ମନେ ରଖିବ। ନେକ୍ସଟ କ୍ୱେଶ୍ଚନ, କାହା ଦ୍ୱାରା କିପରି ବୈଲୋଚନର ମୃତ୍ୟୁ ହେଲା? ମହାବଳଶାଳୀ ଅସୁର ରାଜା ବୈଲୋଚନର ଦୁରାଚାର 3 ଲୋକରେ ହାହାକାର ସୃଷ୍ଟି କରିଥିଲା। ତାକୁ ବଦ୍ଧ କରିବା କାହା ପକ୍ଷରେ ସମ୍ଭବ ନଥିଲା, କାରଣ ତାର ଗୋଟିଏ କେଶରେ ହିଁ ତାର ଆୟୁଷ ରହିଥିଲା ଓ ସେହି କେଶ ତା ମସ୍ତକରେ ଥିବା ପର୍ଯ୍ୟନ୍ତ ତାର ମୃତ୍ୟୁ ହେବ ନାହିଁ ବୋଲି ସେ ବରପ୍ରାପ୍ତ ହୋଇଥିଲା। ଭଗବାନ ବିଷ୍ଣୁ ମାଳତୀ କନ୍ୟା ରୂପରେ ବୈଲୋଚନକୁ ବଶୀଭୂତ କରି ତାର ଆୟୁଷ ଚୁଟି ଉପାଡ଼ି ଛଳନାରେ ତାକୁ ହତ୍ୟା କରିଥିଲେ। ତ ପିଲାମାନେ ମନେ ରଖିବ କାହା ଦ୍ୱାରା କିପରି ବୈଲୋଚନର ମୃତ୍ୟୁ ହେଲା। ନେକ୍ସଟ କ୍ୱେଶ୍ଚନ, ଗୋପୀମାନଙ୍କର ବସନକୁ କିଏ କେଉଁଠୁ ଚୋରାଇ ନେଇଥିଲେ? ଗୋପୀମାନେ ଯମୁନାରେ ଜଳ କ୍ରୀଡ଼ା କରୁଥିବା ସମୟରେ ରସରାଜ ଶ୍ରୀକୃଷ୍ଣ ରସିକତାରେ ସେମାନଙ୍କର ବସନକୁ ଚୋରାଇ ନେଇ ବୃକ୍ଷ ଉପରେ ବାନ୍ଧି ରଖିଥିଲେ। ଗୋପ ନାରୀମାନେ କୃଷ୍ଣ ଗୋପପୁର ପରିତ୍ୟାଗ କରିଯିବା ପରେ ତାଙ୍କ କାର୍ଯ୍ୟକଳାପକୁ ମନେ ପକାଇ ଅଭିମାନ ଭରା କଣ୍ଠରେ ତାଙ୍କର ନିନ୍ଦାଗାନ କରିଛନ୍ତି। ତ ପିଲାମାନେ ମନେ ରଖିବ ଗୋପୀମାନଙ୍କର ବସନକୁ କିଏ କେଉଁଠୁ ଚୋରାଇ ନେଇଥିଲେ। ନେକ୍ସଟ କ୍ୱେଶ୍ଚନ, ଶିଶୁପାଳ କାହାକୁ ବିବାହ କରିବାକୁ ଆସିଥିଲେ ଓ କାହିଁକି ଫେରିଗଲେ? ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀକୁ ବିବାହ କରିବାକୁ ଆସିଥିବା ଶିଶୁପାଳ ଚଣ୍ଡୀ ମନ୍ଦିରରୁ ତାଙ୍କ ଭାବୀ ପତ୍ନୀ ରୁକ୍ମିଣୀଙ୍କର କୃଷ୍ଣଙ୍କ ଦ୍ୱାରା ଅପହରଣ ହୋଇଥିବା ସମ୍ବାଦ ଶୁଣି ଅପମାନିତ ହୋଇ ଫେରିଗଲେ। ଚେଦି ନରେଶ ଅତ୍ୟାଚାରୀ ପରାକ୍ରମୀ ଶିଶୁପାଳ ମହାରାଜ ଭୀଷ୍ମଙ୍କ କନ୍ୟା ରୁକ୍ମିଣୀକୁ ବିବାହ କରିବା କଥା ସ୍ଥିରୀକୃତ ହୋଇସାରିଥିଲା। ମାତ୍ର ଶ୍ରୀକୃଷ୍ଣଙ୍କର ରୁକ୍ମିଣୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା ଓ ସେ ତାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ତ ପିଲାମାନେ ମନେ ରଖିବ ଶିଶୁପାଳ କାହାକୁ ବିବାହ କରିବାକୁ ଆସିଥିଲେ ଓ କାହିଁକି ଫେରିଗଲେ। ସୁପର୍ଣ୍ଣଖା କିଏ ଓ ତାଙ୍କୁ ହତଶିରୀ କଲା କିଏ? ସୁପର୍ଣ୍ଣଖା ଥିଲା ଦୁରାଚାରୀ ଲଙ୍କାଧିପତି ରାବଣର ଭଗ୍ନୀ। ବନବାସ କାଳରେ ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସତୀ ସାଧ୍ୱୀ ସୀତାଙ୍କ ସହିତ ବନ ପ୍ରଦେଶରେ ବିଭିନ୍ନ ସ୍ଥାନରେ ଘୁରୁ ବୁଲୁଥିବା ସମୟରେ ସୁନ୍ଦରୀ ନାରୀ ବେଶଧାରୀ ସୁପର୍ଣ୍ଣଖା ତାଙ୍କୁ ଭେଟିଥିଲା। ସେ ଶ୍ରୀରାମଙ୍କର କମନୀୟ ରୂପଶ୍ରୀରେ ମୁଗ୍ଧ ହୋଇ ତାଙ୍କୁ ବିବାହ ପାଇଁ ଜିଦ୍ କରିବାରୁ ଅନୁଜ ଲକ୍ଷ୍ମଣ ଜ୍ୟେଷ୍ଠ ଭ୍ରାତାଙ୍କ ନିର୍ଦ୍ଦେଶରେ ତାର ନାସା କର୍ଣ୍ଣ ଛେଦନ କରି ତାକୁ ହତଶ୍ରୀ କରିଦେଇଥିଲେ। ତ ପିଲାମାନେ ମନେ ରଖିବ ସୁପର୍ଣ୍ଣଖା କିଏ ଓ ତାକୁ ହତଶ୍ରୀ କଲା କିଏ? ଶୁକ୍ରାଚାର୍ଯ୍ୟ କିଏ? ତାଙ୍କୁ କୁଶମୁନରେ କିଏ ଭୂଷିଥିଲେ? ଶୁକ୍ରାଚାର୍ଯ୍ୟ ଦାନବମାନଙ୍କ ଗୁରୁ ଥିଲେ। ତାଙ୍କ ପରାମର୍ଶ ଓ ଉପଦେଶ ବଳରେ ଦୈତ୍ୟମାନେ ବଳଶାଳୀ ହୋଇ ଦେବତା ଓ ମାନବମାନଙ୍କୁ ନାନା ପୀଡ଼ା ଦେଉଥିଲେ। ମହାଦାନୀ ଦାନବରାଜ ବଳିର ବିନାଶ ଉଦ୍ଦେଶ୍ୟରେ ଭଗବାନ ବାମନ ରୂପ ଧରି ଦାନ ଉଦ୍ଦେଶ୍ୟରେ ବଳି ଦ୍ୱାରରେ ଉପଗତ ହେଲେ। ମାତ୍ର ଶୁକ୍ରାଚାର୍ଯ୍ୟ ଏହା ଜାଣିପାରି ବଳି ରାଜା ଦାନ ଦେବା ଉଦ୍ଦେଶ୍ୟରେ ବାମନଙ୍କୁ ଜଳ ଟେକିବା ବେଳେ ସେ କୀଟ ରୂପ କମଣ୍ଡଳୁର ଛିଦ୍ରକୁ ବନ୍ଦ କରିଦେଲେ। ବାମନ ଏହା ଜାଣିପାରି କୁଶାଗ୍ର ମୁନ ସେହି ଛିଦ୍ରରେ ପୁରାଇବା ସମୟରେ ଶୁକ୍ରାଚାର୍ଯ୍ୟଙ୍କ ଚକ୍ଷୁରେ ତାହା ବିନ୍ଧ ହେଲା ଓ ସେ କଣା ହୋଇଗଲେ। ତ ପିଲାମାନେ ମନେ ରଖିବ ଶୁକ୍ରାଚାର୍ଯ୍ୟ କିଏ, ତାଙ୍କୁ କୁଶମୁନରେ କିଏ ଭୂଷିଥିଲେ। ନେକ୍ସଟ କ୍ୱେଶ୍ଚନ, ସିନ୍ଧୁକୁ କିଏ କାହା ସାହାଯ୍ୟରେ ବାନ୍ଧିଥିଲେ? ତ ପିଲାମାନେ ସିନ୍ଧୁକୁ କିଏ କାହା ସାହାଯ୍ୟରେ ବାନ୍ଧିଥିଲେ ନା ଭଗ୍ନୀ ଶୂର୍ପଶଖା ପ୍ରତି ଶ୍ରୀରାମ ଓ ଲକ୍ଷ୍ମଣ କରିଥିବା ଅପମାନର ପ୍ରତିଶୋଧ ନେବା ପାଇଁ ରାବଣ ମାୟା ରଚନା କରି ସୀତାଙ୍କୁ ପଞ୍ଚବଟୀ ବନରୁ ଅପହରଣ କରି ଲଙ୍କାକୁ ନେଇ ଯାଇଥିଲା। ଶ୍ରୀରାମ ସୀତାଙ୍କ ଅନ୍ୱେଷଣ କରି ସୀତା ଲଙ୍କାରେ ବନ୍ଦୀ ଥିବା ଜାଣିପାରି ଲଙ୍କା ବିଜୟ କରିବା ପାଇଁ ସ୍ଥିର କଲେ। ମାତ୍ର ଲଙ୍କା ଯିବାକୁ ହେଲେ ସମୁଦ୍ର ପାର ହେବା ପ୍ରଧାନ ପ୍ରତିବନ୍ଧକ ଥିଲା। ଭଗବାନ ଶ୍ରୀରାମଚନ୍ଦ୍ର ବାନର ସେନାଙ୍କ ସହାୟତାରେ ସିନ୍ଧୁରେ ସେତୁବନ୍ଧ ସ୍ଥାପନ କରିଥିଲେ। ତ ପିଲାମାନେ ମନେ ରଖିବ ସିନ୍ଧୁକୁ କିଏ କାହା ସାହାଯ୍ୟରେ ବାନ୍ଧିଥିଲେ। ନେକ୍ସଟ କ୍ୱେଶ୍ଚନ, ବାମନ କିଏ ଓ ସେ କାହିଁକି ଭିକାରୀ ହୋଇଥିଲେ? ବାମନ ଭଗବାନଙ୍କ ଅବତାର ରୂପେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ। ପୃଥିବୀବାସୀଙ୍କ ଦୁଃଖ ହରଣ ପାଇଁ ଅସୁର ରାଜା
ବଳି ମହାଦାନୀ ଥିଲେ। ହେଁ ଶିବଙ୍କ ଠାରୁ ବରପ୍ରାପ୍ତ ହୋଇ ସଂସାରବାସୀଙ୍କ ଉପରେ ପ୍ରବଳ ଅତ୍ୟାଚାର କରୁଥିଲା। ତେଣୁ ଅସୁର ରାଜା ବଳିଙ୍କୁ ପାତାଳଗାମୀ କରିବା ପାଇଁ ଭଗବାନ ବାମନ ଅବତାର ଧାରଣ କରି 3 ପାଦ ଭୂମି ଭିକ୍ଷା କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଜଳନ୍ଧରର ସତୀ ସ୍ତ୍ରୀକୁ କିଏ ହରଣ କରିଥିଲେ ଓ କାହିଁକି? ଜଳନ୍ଧର ଶିବଙ୍କ କୋପାଗ୍ନିରୁ ସମୁଦ୍ରରେ ଜନ୍ମିଥିଲା। ଏଣୁ ସେ ଥିଲା ସମୁଦ୍ର କନ୍ୟା, ଲକ୍ଷ୍ମୀଙ୍କର ଭ୍ରାତା ଓ ଭଗବାନ ବିଷ୍ଣୁଙ୍କର ଶାଳକ। ସେ ଦୁରାଚାରୀ ଥିଲେ ହେଁ ତାର ପତ୍ନୀ ବୃନ୍ଦାବତୀର ସତୀତ୍ୱର ପରାକାଷ୍ଠା ଯୋଗୁଁ ସେ କାହା ଦ୍ୱାରା ପରାଜିତ ହେଉନଥିଲା। ଅସୁର ରାଜ ଜଳନ୍ଧରର ଅତ୍ୟାଚାରରୁ ଦେବତାମାନଙ୍କୁ ମୁକ୍ତି ଦେବା ନିମନ୍ତେ ଭଗବାନ ବିଷ୍ଣୁ ଜଳନ୍ଧରର ପତ୍ନୀ ବୃନ୍ଦାବତୀଙ୍କୁ ହରଣ କରି ଜଳନ୍ଧରର ମୃତ୍ୟୁ ପଥକୁ ଆବିଷ୍କାର କରିଦେଇଥିଲେ। ତ ପିଲାମାନେ ମନେ ରଖିବ, ଜଳନ୍ଧରର ସତୀ ସ୍ତ୍ରୀକୁ କିଏ ହରଣ କରିଥିଲେ ଓ କାହିଁକି? ତ ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।